সর্বশ্রেষ্ঠ দেবতা কিয়ে জগতরে কিয়ে সে না হেমন্ত দিও অছি কাহি আহা কর প্রসারী মাগি খাই কর প্রসারী মাগি খাই কর প্রসারী মাগি খাই ଏମିତିଆ ଦିଅ କିଏ ଅଛି କର ପ୍ରସାରୀ କି ହାତ ପତି କି ମାଗି ଖାଉଛି ସେ କିଏ ନା ସେ ଜଣ କହୁଛି ତୋ ବାପା ସେ ଜଣକ ତୋ ମା ବାପା ମା ଠୁ ବଡ଼ ଦେବତା ସଂସାର ଭିତରେ କେହି ଆଉ ନାହିଁ ନାଇଁ ନାଇଁ ଆଜ୍ଞା ତେଣୁ ଅତଏବ ସଜ୍ଜନ ବର୍ଗେ ଆଜ୍ଞା ଆପଣ ମାନଙ୍କର ରୁକ୍ମଣ ବାପାର ନିନ୍ଦା କଲା ବାପ ଯିଏ ବାପାର ନିନ୍ଦା କରିଛି ହଁ ସେ ବଡ଼ ଲୋକ ହେଇପାରେ ହଁ ହଁ କିନ୍ତୁ ସମାଜରେ ଆଜ୍ଞା ସମ୍ମାନ ପାଇବ ନାଇଁ 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 ସମସ୍ତେ ଘୃଣା କରିବେ ଜଣେ କୋଟିପତି ହେଇଯାଉ ବାପ ଯଦି ବାପାର ନିନ୍ଦା କରିଛି ହଁ 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 ତାକୁ କିଏ ଜଗତରେ ଭଲ ପାଇବ ନାଇଁ ନାଇଁ ସମସ୍ତେ ଖୁଣ୍ଟିବେ ଆଉ କହିବେ ବୋଲେ ବୋପାକୁ ପଛେ ଖାଇବାକୁ ଦେନି କେତେ ଆଡ୍ଡା ଦେଖୁଛି ଆମ ଆଗରେ ହଁ ତେଣୁ ବାପାଙ୍କୁ ନିନ୍ଦା କଲା ଆଚ୍ଛା କହିଲା ମୋ ଭଉଣୀ ସେଠି ବାହା ହବନି ହବନି ମୋ ଭଉଣୀ କୋଉଠି ବାହା ହବ କୋଉ ଜାଗାରେ କହିଲା କହିଲା ସେ ଦିନ ନଭ ଚନ୍ଦ୍ରମା କୁମାର ନଭ ଚନ୍ଦ୍ରମା କୁମାର ନଭ ଚନ୍ଦ୍ରମା କୁମାର ଗୁଣ ନିକେତନ ବୀର ଗଣ କେତନ ରସ ଶେଖର ଆହେ ରସ ଶେଖର ଅର୍ଥଦାନେ କାମଧେନୁ ସାମର୍ଥ୍ୟ ଦିଶଇତନୁ ସାମର୍ଥ୍ୟ ଦିଶଇତନୁ ସାମର୍ଥ୍ୟ ଦିଶଇତନୁ ପିନ ଜଘନି କୂଳର ମିନ କେତନ ଅସି ଯେବେ କଷି ଧରଇ ଅସି ଦେବେ ଅସି ଧରଇ ଅସି ଯେବେ କଷି ଧରଇ ଅସି ଦେବେ ଅସି ଧରଇ ମୃତ୍ୟୁ ଦେବ ବୋଲି ମୃତ୍ୟୁ ଦେବ ଡରଇ ଉତ୍ତର ଦେଲା କହିଲା ଚେଦି ନଗର ନଭ ଚନ୍ଦ୍ରମା କୁମାର ଚେଦି ରାଜ୍ୟର ହଁ ଆକାଶ ରୂପୀ ଆଚ୍ଛା ଚନ୍ଦ୍ରମା ହଁ ହଁ ଗୋଟିଏ ପୁଅ ଅଛି ଆଚ୍ଛା ଆଚ୍ଛା ରାଜା ଦମଘୋଷଙ୍କର ପୁଅ ତା ନାଁ ହେଲା ଶିଶୁପାଳ ଶିଶୁପାଳ ଅର୍ଥଦାନେ କାମଧେନୁ ହଁ ଧନ ମାଗିଲେ କାମଧେନୁ ଭଳିଆ ଧନ ଦବ ଆଉ ଅନେକ ଧନ ଅଛି ତା ଘରେ ପିନ ଜଘନି କୂଳର ମିନ କେତନ ବୋଲେ ପିନ ଜଘନି ଆଜ୍ଞା ସଂସାରରେ ଯେତେ ନାୟିକା ସୁନ୍ଦରୀ ଅଛନ୍ତି ଅଛନ୍ତି ତାଙ୍କ ମାନଙ୍କ ଆଗରେ ଇଏ ହଉଛି କନ୍ଦର୍ପ ବାସ୍ ଅତି ସୁନ୍ଦର ଦାୟକ ଅସି ଯେବେ କଷି ଧରଇ ହଁ ହଁ ହାତରେ ଖଣ୍ଡାଟା ଯଦି ଧରିବ ମୃତ୍ୟୁ ଦେବ ବୋଲି ମୃତ୍ୟୁ ଦେବ ଡରଇ ଆଚ୍ଛା ମୃତ୍ୟୁ ଦେବ ବୋଲେ ଯମ ହଁ ମୃତ୍ୟୁ ଦବ ବୋଲେ ମରଣ ଦବାକୁ ଭୟ କରିବ ଭୟ କରିବ ତା ପାଖକୁ ଚିଠି ଲେଖ ହଁ ଲେଖ ସେଇ ଆସିବ ହଁ ତା ପାଖକୁ ଚିଠି ଲେଖିଲେ ଆଚ୍ଛା କଣ ଚିଠି ଲେଖାଗଲା କଣ ଚିଠିରେ ଲେଖା କହିଲା ହେଲା କୁଣ୍ଡିନ ନଗର କ୍ଷୀର ଦାଦା ସାଗର ଲକ୍ଷ୍ମୀ ଆମ୍ବରରେ ମନ୍ଦିରେ ମନ୍ଦିରେ ଅଛି ଏହି ସମତି ଋତୁ ପକ୍ଷ ତିଥି ବାର
যারে চাহু দৈদ্য সে ঘর ଉତ୍ତର ଦେଲା ରୁକ୍ମଣ। ବାପା ବାଧ୍ୟ ହେଲେ। ଆଉ ପୁଅ କଥାକୁ ନ ମାନିଲେ ଅସୁବିଧା ହବ। କହିଲେ ଯେତେ ଶୀଘ୍ର ପାରୁଛୁ ଯା, ଚିଠିଟିଏ ନେଇ ବାସ୍ କୁଣ୍ଡିନ ନଗରରେ ପହଞ୍ଚିବୁ। ଆଚ୍ଛା ରାଜା ବାପାକୁ ଦେଇକି ଆସିବୁ ଚିଠି। ରାଜା ବାପା ଚିଠିଟି ପାଇବ, ବାସ୍ ସେ ଆସିବ। ଆସିବେ। ଲେଖିଲେ କୁଣ୍ଡିନ ନଗର କ୍ଷୀରସାଗର ଲକ୍ଷ୍ମୀ ଆମ୍ଭର। କୁଣ୍ଡିନ ନଗର ରୂପକ କ୍ଷୀରସାଗରରେ ଆମର ଗୋଟାଏ ଝିଅ ଲକ୍ଷ୍ମୀ ଅଛି, ତା ନା ରୁକ୍ମିଣୀ। ରୁକ୍ମିଣୀ ବିବାହ କରିବା ପାଇଁ ସେ ଝିଅକୁ ଆମେ ସ୍ଥିର କରିଛୁ ଆମ ରାଜ୍ୟର ଉପପ୍ରାନ୍ତରେ ମା କନକ ଦୁର୍ଗା, ମା କାଳୀ ମନ୍ଦିରରେ। ଆପଣ ଯଥା ଶୀଘ୍ର ଆପଣଙ୍କ ପୁଅଙ୍କୁ ନେଇ ଆସି ଆମ ରାଜ୍ୟରେ ପହଞ୍ଚି ଯାଆନ୍ତୁ। ବାସ୍ ବାପା ଲୋ ରାଜା ଚିଠିଟା ପଢିଲା, କହିଲା ରେ ବାବା ସୁନ୍ଦର ପାତ୍ରୀଟିଏ ମନକୁ ମନ ଆସିକି ଜୁଟିଲାଣି। ବେଳେ ବେଳେ 100 କିଲୋମିଟର ଦୌଡୁଥବ। ଆଚ୍ଛା ହଜାର ଟଙ୍କା 10,000 ଟଙ୍କା ପେଟ୍ରୋଲ ପଡୁଥବ, ଝିଅଟିଏ ପାଇବନି। ପାଇପାରିବନି କିନ୍ତୁ ବେଳ ପଡିବ, ଏମିତି ସମୟ ଆସିବ ଟଙ୍କାଟି ଖର୍ଚ୍ଚ ହବନି, ମାଗଣା ଝିଅଟି ଆସିକି ମିଳିବ। ଆଜ୍ଞା 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 ହଉନି ବାପା? ହଉଛି ତ, ଗାଁ ଘରେ ତ ଥିବ ସେଇ ଝିଅଟା। ଆଉ ଆଚ୍ଛା ସଜନ ବର୍ଗେ ଆଜ୍ଞା ମନ୍ଦିର ବାହାଘର ହବ। ମନ୍ଦିରରେ ବାହାଘର କରିବେ। ଋତୁ ପକ୍ଷ ତିଥିବାର ଶୁଭ ଯୋଗ ଯୋଗେ ସାର ସ୍ନାନେ ଅଷ୍ଟମ ଚନ୍ଦ୍ରାଦି ରିଷ୍ଟ ନୁହନ୍ତି। ଆଚ୍ଛା 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 ଯଦି ଲକ୍ଷ୍ମୀ ବାହାଘର ହବ, ତା ପାଇଁ ଋତୁ କଣ ଦରକାର, ତିଥି କଣ ଦରକାର, ପକ୍ଷ କଣ ଦରକାର, ଡେଟ୍ କଣ ଦରକାର? ନାଇଁ ଡେଟ୍ କିଛି ଦରକାର ପଡୁନି। ଯୋଉ ଦିନ ଚାହିଁବ ସେଇ ଦିନ ହେଇପାରିବ, ବାହାଘର ହେଇପାରିବ। ଆପଣ ଆସନ୍ତୁ। ବାସ୍ ଦମଘୋଷ ରାଜା ଖୁସି ହେଇଗଲା, କହିଲା ଯାହା ହଉ ଗୋଟେ ଭଲ ପାତ୍ରୀଟେ ପାଇଗଲି ତ। କହିଲେ ଯାହାକୁ ଯାହା ଦେବାକୁ ବସୁଧାରା, ଦେବାକୁ ବସୁଧାରା, ଦେବାକୁ ବସୁଧାରା। ତାହା ସେହିପରି ମନ୍ତ୍ରୀ ସଦ୍ୟ ସର୍ଜିଲା, ସତ୍ୟ ସଜିଲା, ହେ ସତ୍ୟ ସଜିଲା। କରିବାରୁ ଧପଟ ଧୂଳି ମହିରୁ, ଧପଟ ମହିତ ହିତୁ, ଧପଟ କରି ମହିରୁ। ଭାସ୍କର କର ଭାକୁ ପୁଷ୍କରେ ତତିଲା, করে কপিলা, হে করে কপিলা। ঘন ঘটি গলা সমানে, সম ঘোষি গলা সমানে, ঘন ঘটি গলা সমানে, ঘোষি গলা সমানে। জনিত পরিজনিত বাদ্য গর্জনে,